ନାଇଁ ଯାତ୍ରାର ଅଶ୍ଳୀଳତା ଯେଉଁମାନେ ବି କୁହନ୍ତି ଯାତ୍ରାରେ କିଛି ଅଶ୍ଳୀଳତା ନାହିଁ। ଏଇ ଯେଉଁ ରେକର୍ଡ ଡ୍ୟାନ୍ସ ଫେକର୍ଡ ଡ୍ୟାନ୍ସ କି ଆଇଟମ୍ ଗାର୍ଲ ଦେଟ୍ ଇଜ୍ ଏ ସେପାରେଟ୍ ଥିଙ୍ଗ, ସେଇଟା ଯାତ୍ରା ସାଙ୍ଗରେ ତାର କିଛି ସମ୍ପର୍କ ନାହିଁ। ନାଇଁ ଯାତ୍ରାର ଅଶ୍ଳୀଳତା ଯେଉଁମାନେ ବି କୁହନ୍ତି ଯାତ୍ରାରେ କିଛି ଅଶ୍ଳୀଳତା ନାହିଁ, କେବେ ବି ନାହିଁ। ମୋର କୌଣସି ନାଟକରେ ନାହିଁ ଏବଂ ଯେତେ ନାଟକର ମୋ ପାଖାପାଖି କାହାର ଅଶ୍ଳୀଳତା ନଥାଏ। ଏଇ ଯେଉଁ ରେକର୍ଡ ଡ୍ୟାନ୍ସ ଫେକର୍ଡ ଡ୍ୟାନ୍ସ କି ଆଇଟମ୍ ଗାର୍ଲ ଦେଟ୍ ଇଜ୍ ଏ ସେପାରେଟ୍ ଥିଙ୍ଗ, ସେଇଟା ଯାତ୍ରା ସାଙ୍ଗରେ ତାର କିଛି ସମ୍ପର୍କ ନାହିଁ। ସେ କମିଟି ବାଲା ଆଣନ୍ତି ତାଙ୍କର ନଚେଇ ଦୁଇ ପଇସା ପାଆନ୍ତି, ସେ ଗୋଟେ ଅଲଗା ବେଟର। କିନ୍ତୁ ଯାତ୍ରା ନାଟକର ଅଶ୍ଳୀଳତା ବହୁତ କମ୍ ଥାଏ ମୋ ନାଟକରେ, ବହୁତ କମ୍। ସେ କାହିଁକି ସେ କଣ୍ଟ୍ରୋଭର୍ସି ଉପରେ ଯାତ୍ରା ମାଲିକାଣୀ ତାଙ୍କର ବୁଝିପାରିଲେ ନାଇଁ ଆମେ ଅଶ୍ଳୀଳ ନୃତ୍ୟ ଆଉ କରିବାନି, ଆମେ ମାଲିକ ହେବା। ଭଲ କଥା ତ କରୁଛନ୍ତି, ଆଉ ଯେ ଭଲ କଲା ତାକୁ ବି ଆପଣ ଖୋଳି କରିବେ। ଯିଏ ଅଶ୍ଳୀଳ ନୃତ୍ୟ କ'ଣ ଦେଖିବା, ଭଲ କାମଟାକୁ ଭଲ କହିବା ନା। ଯିଏ ଅଶ୍ଳୀଳ ନୃତ୍ୟ କରୁଥିଲା ଯଦି ଯାତ୍ରା ମାଲିକାଣୀ ସେ ହେଇପାରିଲା ତାମାନେ ସେ ଅଶ୍ଳୀଳ ନୃତ୍ୟକୁ ସେ ଛାଡ଼ିଦେଲା। ତେଣୁ ଜଣେ ଖରାପ କାମ କରୁକି ଭଲ କାମ କଲା ତାକୁ ଆପଣ ପ୍ରଶ୍ନ କରିବେ ଫେର୍ ସେ ଅଶ୍ଳୀଳ ନୃତ୍ୟ କରିବ। ଆପଣମାନେ ଏଇଆ ଚାହୁଁଛନ୍ତି। କ'ଣ ଦେଖିବେ, ଭଲ କଥାଟାକୁ ଭଲ ଦେଖିବା, ଖରାପ କଥାଟାକୁ ଖରାପ ଦେଖୁଥିଲୁ। ଯେତେବେଳେ ସେ ନାଚୁଥିଲେ ଖରାପ ଭାବୁଥିଲୁ, ବର୍ତ୍ତମାନ ଯାତ୍ରା ପାର୍ଟି ମାଲିକ ହେଲେଣି ତାଙ୍କୁ ଭଲ ଭାବିବା। ସେଇଟା ସେମାନେ କହିବେ ନା ସବୁବେଳେ ସେମାନେ କେଉଁ ଧାରାରେ କରୁଛନ୍ତି। ମୁଁ ନାଟକକାର, ମୁଁ ନାଟକ ବାବଦରେ ପଚାରିଲେ ମୁଁ କହିପାରିବି। ମୋତେ ତୁମେ ଯଦି ମାଲିକ ବେପାର ବାବଦରେ ପଚାରିବ ମୁଁ କେଉଁଠୁ କହିପାରିବି।